आलोचक डॉक्टर श्रोवश्री संपदा महोदय, डिग्री एकेडमी ऑफ ओडिशार प्रतिष्ठाता श्री चिन्मय प्रधान महोदय, परिचालक श्री सिलु पंडा महोदय एवं उपस्थापित छात्र छात्री को मोर सादर प्रणाम ज्ञापन करुचे। मु शुभस्मिता दास आज यही कार्यमय आभासी पाठ्यचक्र संगीत परिवेशन करुचे। चतुर्भुजाय देवब्रह्माय श्रीनाथाय नीलदेशाय जगन्नाथाय अनाथाय रक्षणं कोटिजुगोपकारियाय मुकुन्दाय दीनबन्धो कृष्ण केशव मधुसूदन निमज्योति पलटे ब्रह्मा चौद भुवन निमिति धम्म जुई चढ़ई रोशनी रे तोर को दुआरे होए से सकर जगन्नाथ विश्वास जही जगन बसे माटिरे मोहके छाए भगवती प्रेम विश्वज्योति कठी हुए विश्वसर पुन हुए सकल कर्म बाहरे ठाकुर खोली तो चारे द्वार चौवर्ग फड़ाणी जाची तोरे जगा काली रे जगा काली रे जगा काली रे काली रे जगा काली रे जगा काली रे धन्यवाद धन्यवाद शुभस्मिता मैडम अनेक अनेक धन्यवाद एते सुंदर गीतटी बोलिले स्वागत संगीत भाव में प्रभु श्री जगन्नाथ निकट में समर्पित ये सुंदर गीतटी सामान्य मैडम डॉक्टर शुभश्री संपदा निमंत्रण मान्यवर सभापति यही कार्यक्रम मुख्य आलोचिका डॉक्टर शुभश्री संपदा मैडम
ଏବଂ ଆଜିର ଏହି ଅନୁଷ୍ଠାନରେ ଉପସ୍ଥିତ ଥିବା ମୋର ପ୍ରିୟ ଛାତ୍ରଛାତ୍ରୀ ତଥା ସାହିତ୍ୟ ପ୍ରେମୀ ବନ୍ଧୁଗଣ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଡିଗ୍ରୀ ଏକାଡେମିକ୍ ଅଫ୍ ଓଡ଼ିଶା ଅନୁଷ୍ଠାନର ପ୍ରତିଷ୍ଠାତା ଚିନ୍ମୟ ପ୍ରଧାନ ମହୋଦୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଆଜି ଯେଉଁ ଓଡ଼ିଆ ଆଭାସୀ ପାଠ୍ୟଚକ୍ର ଚତୁର୍ଥତମ ମୋର ଆୟୋଜନ କରିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଆଜିର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ମୋ ସମୟର ଓଡ଼ିଶା, ଯାହାକି ଯୁକ୍ତ 3 ପଞ୍ଚମ ପର୍ଯ୍ୟାୟ ବା ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ଉପାଦେୟ। ଆଜି ଆମ ସମୟର ଓଡ଼ିଶା କେବଳ ଭୂଗୋଳ କିମ୍ବା ଇତିହାସର ପରିସରରେ ସୀମିତ ନୁହେଁ, ଏହା ଆମର ସଂସ୍କୃତି, ଚିନ୍ତାଧାରା, ଓଡ଼ିଆ ଭାଷାର ବିକାଶ ଏବଂ ଯୁବପିଢ଼ିଙ୍କ ପ୍ରତିଭାର ଏକ ସମ୍ମିଳିତ ରୂପ। ଆମର ଏହି ଅନୁଷ୍ଠାନ ସର୍ବଦା ଛାତ୍ରଛାତ୍ରୀମାନଙ୍କ ଭିତରେ ଶିକ୍ଷାଗତ ଏବଂ ବୌଦ୍ଧିକ ବିକାଶ ପାଇଁ ପ୍ରୟାସରତ ରହିଛି। ଏହି ଧାରାକୁ ଆଗକୁ ବଢ଼ାଇବାରେ ଏପରି ପାଠଚକ୍ର ଏବଂ ଆଲୋଚନା ଚକ୍ର ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରେ ଆମକୁ ମାର୍ଗଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ସମ୍ମାନିଆ ଆଲୋଚିକା ଡକ୍ଟର ଶୁଭଶ୍ରୀ ସମ୍ପଦା ମହୋଦୟାଙ୍କୁ ମୁଁ ଆମ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ଜଣାଉଛି ଏବଂ ଆମର ଏହି ପ୍ରୟାସକୁ ସଫଳ କରିବା ପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ମୋର ସାଧୁବାଦ ଜଣାଉଛି। ଆଶା କରେ ଆଜିର ଏହି ଆଲୋଚନା ଚକ୍ରରୁ ଆମର ଛାତ୍ରଛାତ୍ରୀମାନେ ବହୁତ କିଛି ଶିଖିବାକୁ ପାଇବେ ଏବଂ ଆମ ସାହିତ୍ୟ ଓ ଭାଷାକୁ ଆଗକୁ ନେବାରେ ନିଜର ଅବଦାନ ରଖିବେ। ଧନ୍ୟବାଦ। ଜୟ ଜଗନ୍ନାଥ। ଓଡ଼ିଆ ଭାଷା ଅମର ରହୁ। ବନ୍ଦେ ଉତ୍କଳ ଜନନୀ। ବର୍ତ୍ତମାନ ମୁଁ ସମ୍ମାନୀୟ ମ୍ୟାଡାମ ଯିଏ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରିଛନ୍ତି ନିଜର ଗୁଣାତ୍ମକ ପାଠପଢ଼ା ଶୈଳୀ ଯୋଗୁଁ। ମ୍ୟାଡାମ ଆମର ଅତି ପରିଚିତା ମାତୃ ଏକାଡେମୀର ପ୍ରତିଷ୍ଠାତ୍ରୀ ଏବଂ ସିଇଓ ମ୍ୟାଡାମ ଡକ୍ଟର ଶୁଭଶ୍ରୀ ସମ୍ପଦା ମ୍ୟାଡାମ ଆଜି ନିଜର ବ୍ୟସ୍ତବହୁଳ ସମୟ ଭିତରୁ କିଛି ସମୟ କାଢ଼ି ଆମ ସାଙ୍ଗରେ ଯୋଗ ଦେବା ଅତି ଭାଗ୍ୟର କଥା। ମୁଁ ମ୍ୟାଡାମଙ୍କୁ ଅନୁରୋଧ କରିବି ଆଜିର ପ୍ରସଙ୍ଗ ଉପରେ ମ୍ୟାଡାମ ନିଜର ଅଭିଭାଷଣ ରଖିବେ। ଧନ୍ୟବାଦ ମ୍ୟାଡାମ। ଅନେକ ଧନ୍ୟବାଦ। ସର୍ବପ୍ରଥମେ ଏତେ ସୁନ୍ଦର ସ୍ୱାଗତ ପାଇଁ, ଏତେ ସୁନ୍ଦର ସଙ୍ଗୀତ ପାଇଁ ତଥା ଏଠି ମତେ ଡାକିଥିବାରୁ ଆଉ ମତେ ଶୁଣିବା ପାଇଁ ଅପେକ୍ଷା କରିଥିବାରୁ ଅନେକ ଅନେକ ଧନ୍ୟବାଦ ତଥା ସାଧୁବାଦ। ଆଜିର ଆଲୋଚନାକୁ ଆରମ୍ଭ କରିବା। ତେବେ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଯାହାକି ଯେକୌଣସି ଅନଲାଇନ କ୍ଲାସ ଯେତେବେଳେ ମୁଁ ନିଏ ଗୋଟିଏ ଜିନିଷ ଅନୁରୋଧ କରେ ଯେ ସମସ୍ତେ ଟିକେ ଏଟଲିଷ୍ଟ ଯଦି ସୁବିଧା ହଉଛି ଯୋଉମାନଙ୍କୁ ଟିକେ କ୍ୟାମେରା ଅନ୍ କରନ୍ତୁ, ନଚେତ ଲାଗେ ଫୋନ ସହିତ କଥା ହେଲା ଭଳିଆ ପଢେଇଲା ଭଳିଆ ଲାଗେଟି। ଆଉ ଯୋଉ ପର୍ଯ୍ୟନ୍ତ ପଢେ ଅନୁଭବ ଆସେନି ସେ ପର୍ଯ୍ୟନ୍ତ ଶିକ୍ଷକର ସେଇ ନ୍ୟାଚୁରାଲ ଫ୍ଲୋ ପଢିବାର ଆସେ ନାହିଁ। ଯୋଉମାନେ କେବେ ପଢେଇଛନ୍ତି ସେମାନେ ନିଶ୍ଚୟ କଥା ଅନୁଭବ କରିଥିବେ। ଯୋଉମାନେ ପଢାନ୍ତି ଗୋଟେ ଶିକ୍ଷକର ସବୁବେଳେ ପଢେଇବାର ଯୋଉ ମାନଦଣ୍ଡ, ଯୋଉ ସୌନ୍ଦର୍ଯ୍ୟ ତା ଛାତ୍ର ମାନଙ୍କୁ ନେଇକି ହିଁ ନିର୍ଭର କରେ। ତ ଯେତେ ଛାତ୍ର ମାନେ ଆକ୍ଟିଭ ହୁଅନ୍ତି ମୁଁ ସେତେ ଆକ୍ଟିଭଲି ପଢେଇ ପାରେ। ଆଉ ଯେତେବେଳେ ସେ ଫ୍ଲୋ ଆସେ ପଢେଇବାର, ମୁଁ ସବୁବେଳେ ମୋ କଥା ଏତିକି କହିଛି ଯେ ପଢେଇବା ମୋର ସମ୍ପୂର୍ଣ୍ଣ ରୂପରେ ଗୋଟେ ନିଶା। ମତେ ଭଲ ଲାଗେ ପଢେଇବା ପାଇଁ, କିନ୍ତୁ ସେଟା ସମ୍ପୂର୍ଣ୍ଣ ନିର୍ଭର କରେ ଷ୍ଟୁଡେଣ୍ଟ ମାନଙ୍କ ଉପରେ, ସେମାନେ କେତେ ଆକ୍ଟିଭଲି ଶୁଣୁଛନ୍ତି ତା ଉପରେ। ତେଣୁ ଅନୁରୋଧ କରିବି ଅଳ୍ପ କିଛି ଜଣ ହେଲେ ମଧ୍ୟ କ୍ୟାମେରା ଅନ୍ କରନ୍ତୁ, ଯଦ୍ୱାରା ମତେ ପଢେଇବାକୁ ଭଲ ଲାଗିବ। ତେବେ ଆଜି ଆମେ ମାନେ ଯାହା ଆଲୋଚନା କରୁଥିଲେ, ଯାହା ଆଲୋଚନା କରିବା ମୋ ସମୟର ଓଡ଼ିଶା। ତ ମୋ ସମୟର ଓଡ଼ିଶା ଆକୁ ଆଲୋଚନା କରିବାର ବିଷୟବସ୍ତୁ ମତେ ଆପଣ ମାନେ ଦେଲେ କାହିଁକି? କାରଣ ଆପଣ ମାନଙ୍କ କୋର୍ସ ଅଛି, ଆପଣ ମାନେ ସ୍ଥିର କରିଥିବେ ଆପଣ ମାନଙ୍କ କୋର୍ସ ରିଲେଟେଡ ବୋଧେ କିଛି ଆପଣ ଆଲୋଚନା କରୁଥିବେ। ତେଣୁ ଆପଣ ମାନେ ସେ ଉପରେ ଆଲୋଚନା କରିବାକୁ ଚାହିଁଲେ। ଧନ୍ୟବାଦ ଶିବ ସାର୍, ବହୁତ ଧନ୍ୟବାଦ। ତେବେ
ଆମର ଏ ଯୋଉ ଆଜି ଆମେ ଆଲୋଚନା କରିବାର ଉଦ୍ଦେଶ୍ୟ କଣ? ପ୍ରତ୍ୟେକ ଶିକ୍ଷଣର ଗୋଟେ ଉଦ୍ଦେଶ୍ୟ ଥାଏ। ଆଉ ତୁମ ମାନଙ୍କର ଯୋଉ +3 ସିଲାବସ ଯୋଉମାନେ ଜାଣିଛ ଏଇଟା NEP ଦ୍ଵାରା ପ୍ରସ୍ତୁତ, NEP ଯୋଗୁ ପ୍ରସ୍ତୁତ ଆଉ NEP ର ସହାୟତାରେ ପ୍ରସ୍ତୁତ। ତ ଆର ବହୁତ କିଛି ଆକ୍ଟିଭିଟିଜ ରହିଥାଏ ପ୍ରତ୍ୟେକ ପାଠ ଶେଷରେ ଆରମ୍ଭରୁ। ମୁଁ ବାସ୍ତବରେ ପ୍ଲାନ୍ କରୁଥିଲି ଯେ ସେମିତି କିଛି ଆକ୍ଟିଭିଟିଜ ମଧ୍ୟ ନେଇକି ଆସିଥାନ୍ତି, କିନ୍ତୁ ଆଜି ଟିକେ ଟେକ୍ନିକାଲ ଏରର ଆଜି ହିଁ ହେଲା, ତ ତାହା ସମ୍ଭବ ହେଲା ନାହିଁ। ମତେ ମୋବାଇଲରୁ ଜଏନ୍ କରିବାକୁ ପଡିଲା। ମୁଁ ସେଥିପାଇଁ ଅପେକ୍ଷା କରିଥିଲି, ଅନେକ ଗୁଡ଼ିଏ ସମୟ ଲେଟ୍ ସେଥିପାଇଁ ହଉଥିଲା। କିଛି ଆକ୍ଟିଭିଟିଜ ହେଇଥିଲେ ଭଲ ହେଇଥାନ୍ତା ଯାହାକି NEP ପାଇଁ ଜରୁରୀ, ତଥାପି ଯେତିକି ସମ୍ଭବ ଆମେ ଆକ୍ଟିଭିଟି ମୋବାଇଲରେ ହିଁ କରିବା। ତ ଶିକ୍ଷଣର ଉଦ୍ଦେଶ୍ୟ ଆଜି ଯାହା ମୁଁ ତୁମମାନଙ୍କୁ ପଢେଇବି ତାର ଶିକ୍ଷଣର ଉଦ୍ଦେଶ୍ୟ ହଉଛି ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ତାଙ୍କର ବାଲ୍ୟ ଜୀବନ, ଆଦିବାସୀ ସଂସ୍କୃତି ସହ ହିନ୍ଦୁ ସଂସ୍କୃତିର ସମନ୍ୱୟ, ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଆଉ ଓଡ଼ିଶାର ଇତିହାସର ଯୋଉ ଜାଲ ତଥ୍ୟ ଗୁଡିକ ରହିଛି ତାଙ୍କର ସଂଗ୍ରାମ, ଏଇ ଚାରିଟା ହଉଛି ଏଇ ଯୋଉ ଆତ୍ମଜୀବନୀର ମୂଳ କଥା। ମତେ କହିଲେ ପିଲାମାନେ ତୁମ ମାନଙ୍କ ଭିତରୁ କିଏ କିଏ ପୂର୍ବରୁ ଏ ବହିଟାକୁ ପଢିଛ? ପୁରା ପଢି ଥମ୍ସ ଅପ୍ କରିବ ଯୋଉମାନେ ପଢିଛ। ଆଚ୍ଛା, କେହି ବି ପଢିନ? କିଏ କିଏ ଦେଖିଛ ବହିଟା? ଆଚ୍ଛା, କେହି ବହି ଦେଖିନ? ଆର ଗୋଟେ PDF ଚାରିଆଡେ ବୁଲୁଛି, PDF କିଏ କିଏ ଦେଖିଛ? ଲକ୍ଷ୍ମୀପ୍ରିୟା ଦେଖିଛନ୍ତି, ମନୋଜ ଦେଖିଛନ୍ତି, ସ୍ମିତା ଦେଖିଛନ୍ତି, ପ୍ରୀତମ, ବହୁତ ଜଣ ଦେଖିଛନ୍ତି, ବହୁତ ଜଣ PDF ଦେଖିଛନ୍ତି। PDF ଟା ସ୍କ୍ରୋଲ ହେଇଛି ନା ଖାଲି ଦେଖିଛ? କିଏ କିଏ ସ୍କ୍ରୋଲ କରିଛନ୍ତି PDF ଟା? ଯୋଉମାନେ ଦେଖିଛନ୍ତି ସ୍କ୍ରୋଲ କରିଥିବେ ଅବଶ୍ୟ ପଢିନାହାନ୍ତି, ପ୍ରୀତମ ସ୍କ୍ରୋଲ କରିଛନ୍ତି, ଠିକ ଅଛି। ତାହେଲେ ଆମେ ଆକୁ ଆଲୋଚନା କରିବା ଆପଣ ମାନଙ୍କୁ ବିଲକୁଲ ମଧ୍ୟ ଆପଣ ଜାଣିନାହାନ୍ତି ସେଇ ହିସାବରେ। ତେବେ ମୁଁ ଆପଣ ମାନଙ୍କୁ ଆଉଥରେ କହିବି, ଯେହେତୁ ଏଇଟା NEP ଅନୁସାରେ ପାଠ୍ୟକ୍ରମ, +3 ପିଲାଙ୍କର ଏଇଟା ସିଲାବସ, ଆକୁ ଦୁଇଥର ପଢେଇବା ଦରକାର। ଗୋଟେ ହଉଛି ଯେତେବେଳେ ତୁମେ ମାନେ କିଛି ପଢିନ ତା ପୂର୍ବରୁ, ଆଉ ଥରେ ହଉଛି ଯେତେବେଳେ ତୁମେ ମାନେ ପଢି ସାରିଲ ତାପରେ, ତାହେଲେ ହିଁ NEP ଅନୁସାରେ ସେ ଜିନିଷଟା ବାସ୍ତବରେ ହେଇପାରେ। ତାର ବହୁତ କିଛି NEP ର ଶିକ୍ଷଣ ପଦ୍ଧତିର ଅନୁସାରେ ସେ ଜିନିଷଟା ହେଇପାରିବ। ତେବେ NEP ଅନୁସାରେ ପ୍ରଥମେ ପୂର୍ବ ଜ୍ଞାନ ପରୀକ୍ଷଣ କରାଯାଏ ଯେତେବେଳେ ଯେକୌଣସି ପାଠ ଆମେ ପଢୁଛନ୍ତି। ତାହେଲେ ତୁମେ ମାନେ ମତେ କୁହ, ପୂର୍ବ ଜ୍ଞାନ ଅନୁସାରେ ମତେ ଉତ୍ତର ଦବ ଓଡ଼ିଶାର କେତେ ଜଣ ପ୍ରସିଦ୍ଧ ଐତିହାସିକଙ୍କ ନାଁ ଯୋଉମାନେ ହିଷ୍ଟ୍ରି ଉପରେ ଲେଖିଛନ୍ତି। ସାହିତ୍ୟିକଙ୍କ କଥା ପଚାରୁନି, ଐତିହାସିକଙ୍କ କଥା ପଚାରୁ, ଯୋଉମାନେ ଇତିହାସ ଲେଖିଛନ୍ତି। ଆମେ ଏଠି ଗୋଟେ ଜିନିଷ ସ୍ପଷ୍ଟ କରେ, ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଆମେ ପଢୁଛନ୍ତି ସେ ନିଜର ଆତ୍ମଜୀବନୀ ଲେଖିଛନ୍ତି ବୋଲି, କିନ୍ତୁ ବାସ୍ତବିକ ସେ ଜଣେ ସାହିତ୍ୟିକ କ୍ୟାଟେଗୋରୀରେ ଯାଆନ୍ତିନି, ସେ ଯାଆନ୍ତି ଐତିହାସିକ ଭାବରେ, ଇତିହାସକାର ଭାବରେ। ସେ ଇତିହାସ ଉପରେ ଅବଦାନ ଦେଇଛନ୍ତି। ବୁଝିପାରିଲେ ପିଲାମାନେ? ତାଙ୍କର ଉପାଦାନ, ତାଙ୍କର ମୁଖ୍ୟ ଅବଦାନ ଓଡ଼ିଆ ସାହିତ୍ୟରେ କଣ? କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ମୁଖ୍ୟ ଅବଦାନ ଓଡ଼ିଆ ସାହିତ୍ୟରେ ହଉଛି ଇତିହାସ। ସେ ଇତିହାସ ପାଇଁ କାମ କରିଛନ୍ତି। ତା ଉପରେ କାମ କରିଛନ୍ତି? ଇତିହାସ ଉପରେ। ଆଲୋଚନାରେ ଭାଗ ନ ନେଲେ ତୁମ ମାନଙ୍କୁ କିଛି ଭଲ ଲାଗିବନି। ଚେଷ୍ଟା ତ ମତେ କୁହ, ଓଡ଼ିଆ ସାହିତ୍ୟରେ ଆଉ କିଏ କିଏ ବା ଓଡ଼ିଶାରେ ଇତିହାସ ଉପରେ କାମ କରିଛନ୍ତି? ଜଣେ ବ୍ୟକ୍ତିଙ୍କ ନାଁ କୁହ। ହିଣ୍ଟ ଦେବି? କେଦାରନାଥ ମହାପାତ୍ର। କେଦାରନାଥ ମହାପାତ୍ର ଇତିହାସ ଉପରେ ସବୁଠୁ ବଢିଆ କାମ କରିଛନ୍ତି। ସିଏ ମଧ୍ୟ ଆତ୍ମଜୀବନୀ ଲେଖିଛନ୍ତି। ସେ ରାଜନୀତି ସହିତ ସମ୍ପୃକ୍ତ ଥିଲେ। ମ୍ୟାଡାମ ସୁରେନ୍ଦ୍ର ମହାନ୍ତି କହୁଛନ୍ତି କି? ଚଳିବେ, କିନ୍ତୁ ପ୍ରସିଦ୍ଧ ଐତିହାସିକ ଭାବରେ ଆଉ ଜଣେ ଅଛନ୍ତି। ଗୋପାଳ ଛୋଟରାୟ ନା, ତାଙ୍କ ନାଁରେ କୃଷ୍ଣ ଶବ୍ଦଟା ଅଛି।
ଭାଇ ବନ୍ଧୁ କୁଟୁମ୍ବ ପଢିଛ ପିଲାଦିନେ? ହରେକୃଷ୍ଣ ମହାତାବ ନା ଶୁଣିଛ? ଆଜ୍ଞା ମ୍ୟାଡାମ। ହଉ, ଆଉ ଜଣେ ପ୍ରସିଦ୍ଧ ଐତିହାସିକ ତାଙ୍କର ଭାଇ, ସେ ନୁହନ୍ତି, ତାଙ୍କ ଭାଇ ଓଡିଆ ସାହିତ୍ୟରେ ବହୁତ ଚମତ୍କାର ଉପନ୍ୟାସ ଲେଖିଛନ୍ତି। ମ୍ୟାମ୍ ହରେକୃଷ୍ଣ ମହତାବ ଆମ ଘର ପାଖେ ତାଙ୍କ ଘର। ବହୁତ ବଢିଆ, ତ ତୁମେ ଉତ୍ତର ନିଶ୍ଚୟ ଦବା କଥା। ଏବେ ଆମେ ଆଉ ଜଣେ ଐତିହାସିକ ଉପରେ ଆଲୋଚନା କରୁଛେ, ଯାହାଙ୍କର ଭାଇ, ମାନେ ସେ ଐତିହାସିକ ଭାଇ ଓଡିଆ ସାହିତ୍ୟରେ ଉପନ୍ୟାସ ଲେଖି ବହୁତ ଖ୍ୟାତି ସମ୍ପନ୍ନ ସେ ଲେଖିଛନ୍ତି। ଆଉ ଟିକେ ହିଣ୍ଟ ଦେବି, ତାଙ୍କ ଭାଇ ଅମୃତଫଳ ଉପନ୍ୟାସ ଲେଖିଛନ୍ତି। ଅମୃତଫଳ କିଏ ଲେଖିଛନ୍ତି? ମନୋଜ ଦାସ। ମନୋଜ ଦାସଙ୍କ ଭାଇ କି? ମନୋଜ ଦାସଙ୍କ ଭାଇ ହଉଛନ୍ତି ମନ୍ମଥ ନାଥ ଦାସ। ମନେ ରଖ, ମନୋଜ ଦାସ, ମନ୍ମଥ ନାଥ ଦାସ, ମନ୍ମଥ ନାଥ ଦାସ, ହରେକୃଷ୍ଣ ମହାତାବ ଆଉ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଏମାନେ ହଉଛନ୍ତି ଓଡିଶାର କିଛି ଜଣ ବିଶିଷ୍ଟ ଇତିହାସକାର। ତ ତାଙ୍କ ରଚିତ ମୋ ସମୟର ଓଡିଶା, ଏଇଟା କେବଳ ଓଡିଶାର କାହାଣୀ ନୁହଁ, ଏଇଟା ହଉଛି ତତ୍କାଳୀନ ଓଡିଶାର ବାସ୍ତବବାଦୀ ଚିତ୍ର ଆଉ ଓଡିଶାର ସେ ସମୟର ଇତିହାସର କଥା। ତ ତାଙ୍କର ଲେଖାକୁ ଆମେ ଯଦି ତାଙ୍କର ପୁରା ଆତ୍ମଜୀବନୀକୁ ବିଭାଗୀକରଣ କରିବା, ତାକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରିପାରିବା। ଭାଗ 1ରେ ତାଙ୍କର ଜୀବନର ପ୍ରଭାତ ଆଉ ତାଙ୍କ ଜୀବନର ସଂଘର୍ଷ, ଦ୍ୱିତୀୟରେ ଆଦିବାସୀ ସମାଜ ଆଉ ସଂସ୍କୃତିର ଚିତ୍ର, ତୃତୀୟରେ ଆମେ ଦେଖିବା ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କ ଅବଦାନ, ଆଉ ଚତୁର୍ଥରେ ଇତିହାସର ବିକୃତିକରଣ ପ୍ରତି ତାଙ୍କର କ୍ଷୋଭ। ପୁରା ବହିରେ ଏଇ 4ଟା ଜିନିଷ ବର୍ଣ୍ଣନା ଅଛି। ମନେ ରହିଲା? ଶେଷରେ ମୁଁ ପ୍ରଶ୍ନ ପଚାରିବି, ପୁରା ବହିକୁ ଆମେ କେତେ ଭାଗରେ ବିଭକ୍ତ କରିପାରିବା? ନା 4 ଭାଗରେ। ଏଇ 4ଟା କଥା ସମ୍ପୂର୍ଣ୍ଣ ବହିରେ ଅଛି। ତ ପ୍ରଥମେ ଆସୁଛି ତାଙ୍କ ଜୀବନ ପ୍ରଭାତର କଥା ଆଉ ଜୀବନ ସଂଘର୍ଷ କଥା। ତ ସେ 1909 ମସିହାରେ ମୟୂରଭଞ୍ଜରେ ଗୋଟେ ଐତିହାସିକ ସ୍ଥାନ ଯାର ନାଁ ହଉଛି ଖିଚିଂ, ସେଠି ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପାଙ୍କ ନାଁ ହଉଛି ସାଗର ପାଣିଗ୍ରାହୀ, ଯିଏକି ଜଣେ ସ୍ପଷ୍ଟବାଦୀ ଲୋକ ଥିଲେ, ଆଉ ସେ ଜଣେ ରକ୍ଷଣଶୀଳ ବ୍ରାହ୍ମଣ ସମାଜର ବିରୋଧ କରିବା ସତ୍ତ୍ୱେ ସେ ଅନ୍ୟ ଜାତି ହାତରୁ, ମାନେ ତେଲି ହାତରୁ ସେ କଣ କରିଥିଲେ, ଜଳ ଗ୍ରହଣ କରିଥିଲେ। ସେ କାରଣରୁ ତାଙ୍କ ପରିବାରକୁ ସେ ସମୟରେ ସମାଜରେ ବାସନ୍ଦ କରାଯାଇଥିଲା, ଆଉ ବାଲ୍ୟକାଳରୁ ପିତାମାତାଙ୍କୁ ସେ ହରେଇ ବହୁତ ଦାରିଦ୍ର୍ୟ ଲାଞ୍ଛନା ଭିତରେ ତାଙ୍କ ଜୀବନ ସେ ଯାପନ କରିଥିଲେ। କେମିତି ଏତେ କଷ୍ଟକର ତାଙ୍କ ଜୀବନ ହେଇଥିଲା, ମୁଁ ସେଟା ଆଗକୁ କହିବି। ତ ଏଇଟା ହଉଛି ତାଙ୍କ ବାଲ୍ୟ କାଳର ଯାହା ମେନ୍ ପଏଣ୍ଟ। ତାପରେ ଆସୁଛି ତାଙ୍କର ଆଦିବାସୀ ସମାଜ ଆଉ ସଂସ୍କୃତିର ଚିତ୍ର। ତ ସେ ତ ରହୁଥିଲେ ଖିଚିଂ ଅଞ୍ଚଳରେ। ଖିଚିଂ ଅଞ୍ଚଳରେ ଥିବା ସମୟରେ ଭୂୟାଁ, ଗଣ୍ଡ, ସାଉନ୍ତି, ଏ ପ୍ରକାର ଯେତିକି ଆଦିବାସୀ ସମ୍ପ୍ରଦାୟ, ସେମାନଙ୍କର କଥା ସେଇଠି ଲେଖୁଛନ୍ତି। କିଭଳି ଦାରିଦ୍ର୍ୟ ସତ୍ତ୍ୱେ ସେମାନେ ସରଳ, ସେମାନେ ମାନବିକତାର ଅଧିକାରୀ, ସେ କଥା ସେ ବର୍ଣ୍ଣନା କରୁଛନ୍ତି। ଆଦିବାସୀ ମାନେ ସେମାନଙ୍କର ଯେତେବେଳେ ବିବାହ ହୁଏ, ସେମାନେ ବର କନ୍ୟା ସେମାନେ ଚାଲି ଚାଲି ଯାଆନ୍ତି। ଶଳା ବିଧା ଏସବୁ ସେମାନଙ୍କର କିଭଳି ଭାବରେ ରହିଛି ସେ ବିଷୟରେ ସେ ବର୍ଣ୍ଣନା କରୁଛନ୍ତି। ତ ଏଇ ଅଞ୍ଚଳର ଚୈତ୍ର ପର୍ବରେ କିଭଳି ଭାବରେ ପାରମ୍ପରିକ ଛଉ ନାଚ ତାହା ଅନୁଷ୍ଠିତ ହୁଏ। ବାଟୁଆ ବାଟୁଆଣୀ ନୃତ୍ୟରେ ସ୍ୱାମୀ ମୁଖା ପିନ୍ଧିଥିବା ବେଳେ ସ୍ତ୍ରୀ ବିନା ମୁଖାରେ କେବଳ ଅଣ୍ଡାରେ ପତ୍ର ପିନ୍ଧି ସେ ନୃତ୍ୟ କରେ, ଯାହାକି ହାସ୍ୟରସାତ୍ମକ ହେଇଥାଏ। ଏସବୁ ବିଷୟ ସେ ବର୍ଣ୍ଣନା କରୁଛନ୍ତି। ଆଉ ଖିଚିଂର ଯୋଉ ଠାକୁରାଣୀ ମନ୍ଦିର ଅଛି, ତାହା ହିନ୍ଦୁ ଆଉ ଆଦିବାସୀ ସଂସ୍କୃତିର ଗୋଟେ ଅପୂର୍ବ ମିଳନ ପୀଠ ଥିଲା ବୋଲି ମଧ୍ୟ ସେ ବର୍ଣ୍ଣନା କରୁଛନ୍ତି। ତ ଏଇଟା ହଉଛି ହାରାହାରି ଭାବରେ ତାଙ୍କର ଯାହା ଆଦିବାସୀ ସମାଜ ଓ ସଂସ୍କୃତି ବିଷୟରେ ତାଙ୍କର ବର୍ଣ୍ଣନା। ତାପରେ ଆମେ ଦେଖିବା ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ କଥା ମଧ୍ୟ ରହିଛି। ତ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ସେ କଣ କରିଛନ୍ତି ନା, ମୟୂରଭଞ୍ଜ ମହାରାଜାଙ୍କ ଠାରୁ ପ୍ରୋତ୍ସାହନ କ୍ରମେ ସେ କଲିକତା ବିଶ୍ୱବିଦ୍ୟାଳୟରେ MA ପାସ୍ କରି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗରେ ସେ ଯୋଗ ଦେଇଛନ୍ତି। ଗୋଟେ ଜାଗା, ଐତିହାସିକ ଜାଗା, ତା ନାଁ ହଉଛି ଅହିଛତ୍ର। ତାର ଖନନ ବେଳେ ପ୍ରାଚୀନ ମୃତପାତ୍ର ଯାହା ମିଳେ ତାକୁ ପୋଟେରୀ କହନ୍ତି। ତ ପୋଟେରୀ ଉପରେ ଗବେଷଣା ସେ କରିଛନ୍ତି।
ଭାରତୀୟ ମୁଦ୍ରପତ୍ରର ମାନେ ଗବେଷଣା ଆରମ୍ଭ କରି ସେ ସମ୍ମାନିତ ମଧ୍ୟ ହେଇଥିଲେ। ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସୀମିତ ଅର୍ଥରେ ସେ ଓଡ଼ିଶା ରାଜ୍ୟ ମ୍ୟୁଜିୟମକୁ ନୂଆ ରୂପ ଦେଇଛନ୍ତି। ସେ ଗୋଟେ ଗ୍ରନ୍ଥ ଲେଖିଥିଲେ ଯାହା ନାଁ ହେଉଛି ଆର୍କିଓଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱର, ଯାହାକି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଛି। ତ ଏଇଟା ହଉଛି ତାଙ୍କର ଯେତିକି ସବୁ ରିସର୍ଚ୍ଚ କାମ। ଇତିହାସର ବିକୃତିକରଣ ପ୍ରତି ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତ ଓଡ଼ିଶାରେ ନିଜର ଆତ୍ମପ୍ରଚାର ପାଇଁ ସୃଷ୍ଟି କରାଯାଉଥିବା ଜାଲ, ତାମ୍ରପତ୍ର, ଶିଳାଲେଖ, ତାଳପତ୍ର ପୋଥି ଗୁଡ଼ିକର ସେ ବିରୋଧ କରିଛନ୍ତି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ସେ କହୁଛନ୍ତି, ମୁଁ ସେଟା ଟିକେ ତୁମମାନଙ୍କୁ ପଚାରେ। ଆଚ୍ଛା, ଓଡ଼ିଶାର ଇତିହାସକୁ ଯେତେବେଳେ ଆମେମାନେ ଆଲୋଚନା କରିବା, କୋଉ ଜିନିଷକୁ ଆଲୋଚନା ନ କରି ଆମେ ଓଡ଼ିଶା ଇତିହାସକୁ ଆଲୋଚନା କରିପାରିବା? ଏମିତି କୋଉ ଗୋଟେ ଜିନିଷର ନାଁ କୁହ ବା ବହିର ନାଁ କୁହ ଯୋଉଟାକୁ ନ ପଢିକି ଆମେ ଓଡ଼ିଶାର ହିଷ୍ଟ୍ରି କେବେ ଆଲୋଚନା କରିପାରିବାନି? କଣ ହେଇଥିବ? ମାଦଳା ପାଞ୍ଜି। ଭେରି ଗୁଡ୍, ମାଦଳା ପାଞ୍ଜି। ତ ମାଦଳା ପାଞ୍ଜି ବିଷୟରେ ସେ କହିଲେ ଯେ ମାଦଳା ପାଞ୍ଜି ଓଡ଼ିଶାର ଅଭ୍ରାନ୍ତ ଇତିହାସ ନୁହଁ। ଆମକୁ ଲାଗେ ଯେ ମାଦଳା ପାଞ୍ଜିରେ ଯାହା ଲେଖା ହେଇଛି ସବୁ ସତ, କିନ୍ତୁ ତାହା ନୁହଁ। ତ ସେ ସେଠି କହୁଛନ୍ତି ଯେ କପିଳେନ୍ଦ୍ର ଦେବଙ୍କ ପରି ଯୋଉ ମହାନ ରାଜା ବା ଯୋଉ କଥା ଗୁଡାକ ସବୁ କୁହାଯାଇଛି ତାହା କପୋଳ କଳ୍ପିତ ଆଉ ଉଦ୍ଭଟ। ଯେମିତି ପୁରୁଷୋତ୍ତମ ଦେବଙ୍କର ପୁଅଙ୍କର ନାଁ ଲେଖା ହେଇଛି କଖାରୁଆ ପ୍ରତାପ। କେବେ ଲାଗୁଛି ଜଣେ ରାଜକୁମାରଙ୍କ ନାଁ କଖାରୁଆ ପ୍ରତାପ ହେଇଥିବ? ପ୍ରୀତମ, କେବେ ତୁମେ ତୁମର ପୁଅର ନାଁ କଖାରୁଆ ବୋଲି ଦବ? ନା। ତ ଜଣେ ରାଜା ତାଙ୍କ ପୁଅର ନାଁ କେବେ କଖାରୁଆ ବୋଲି ଦେଇଥିବେ? ଏଇ ସବୁ ଯୋଉ ନାଁ, ଯାହା ସବୁ ଘଟଣା, ସବୁ କିଛି ମହାନ ରାଜା ମାନଙ୍କ ବିଷୟରେ ବର୍ଣ୍ଣନା ହେଇଛି, ସେଇଥିରୁ ଲାଗୁଛି ଯେତେବେଳେ ପ୍ରତାପରୁଦ୍ର ଦେବଙ୍କ ପରେ ଆମର ଭୋଇ ବଂଶ ଆସିଲା, ପ୍ରତାପରୁଦ୍ର ଦେବଙ୍କ ସହିତ ଛଳନା କରି ତାଙ୍କର ହିଁ ନିଜ ଲୋକମାନଙ୍କ ଭିତରୁ କିଛି ଜଣ କଣ କଲି ଛଳନାରେ ସିଂହାସନ ହଟେଇ ଦେଲେ। ତାପରେ ମାଦଳା ପାଞ୍ଜି ଲେଖା ହେଇଛି ନିଜର କୁକର୍ମକୁ ଏଡେଇବା ପାଇଁ। ତେଣୁ ନିଜର ପ୍ରାଚୀନ ଯୋଉ ମହାନ ରାଜା ମାନଙ୍କୁ ସେ ଖରାପ କରି ଦେଖେଇଛନ୍ତି। ତେଣୁ ଚୋଡଗଙ୍ଗ ଦେବ, କପିଳେନ୍ଦ୍ର ଦେବ, ଏହି ରାଜା ମାନଙ୍କ ବିରୁଦ୍ଧରେ ଯୋଉ କଥା ଗୁଡିକ ଅଛି ତାହା ସମ୍ପୂର୍ଣ୍ଣ ରୂପରେ କପୋଳ କଳ୍ପିତ ଉଦ୍ଭଟ। ତ ଖିଚିଙ୍ଗରେ 1909 ମସିହାରେ ଗୋଟେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଅତ୍ୟନ୍ତ ସ୍ପଷ୍ଟବାଦୀ ଥିଲେ ଆଉ ସେ ପ୍ରାଚୀନ ରୀତିନୀତିକୁ ମାନୁନଥିଲେ। ତେଣୁ ସମାଜର ବିରୋଧ ସତ୍ତ୍ୱେ ତେଲି ମାନଙ୍କ ହାତରୁ ସେ ଜଳ ଗ୍ରହଣ କରିଥିବାରୁ ବ୍ରାହ୍ମଣ ସମାଜ ତାଙ୍କ ପରିବାରକୁ ବାସନ୍ଦ କରିଥିଲା। ତାଙ୍କ ବାପା ମରିଗଲେ, ତାଙ୍କ ବଡ ଭାଇ ମରିଗଲେ, କିନ୍ତୁ ଶୀଘ୍ର କରିବାକୁ ମଧ୍ୟ କୌଣସି ଲୋକ ଆସିଲେନି, କୌଣସି ବ୍ରାହ୍ମଣ ଆସିଲେନି। ବାଲ୍ୟକାଳରୁ ନିଜ ବାପାଙ୍କୁ ହରେଇଲେ, ନିଜ ବଡ ଭାଇଙ୍କୁ ହରେଇଲେ, ଘୋର ଦାରିଦ୍ର୍ୟ ଲାଞ୍ଛନା ଭିତରେ ଗାଁ ଚାଟଶାଳୀରୁ ପାଠ ଆରମ୍ଭ କରିଥିଲେ। ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ପ୍ରଥମେ ରୁଦ୍ୱାର ଉଚ୍ଚ ପ୍ରାଥମିକ ସ୍କୁଲ, ତାପରେ କରଞ୍ଜିଆ, ତାପରେ ବାରିପଦା, ତାପରେ କଟକ ରେଭେନ୍ସା କଲେଜ ଦେଇ ସେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରାଚୀନ ଭାରତୀୟ ଇତିହାସ ଆଉ ସଂସ୍କୃତି, ହିଷ୍ଟ୍ରି ଆଣ୍ଡ କଲଚରରେ ସେ MA ଡିଗ୍ରୀ ହାସଲ କଲେ। ତ ଲେଖକଙ୍କର ବାଲ୍ୟ ଜୀବନ ଭୂଇଁଆ ଗଣ୍ଡା ଆଦିବାସୀ ମାନଙ୍କ ଗହଣରେ ବିତିଥିଲା। ତ ଏଇ ଆଦିବାସୀ ମାନଙ୍କର ଘୋର ଦାରିଦ୍ର୍ୟ ସତ୍ତ୍ୱେ ସେମାନଙ୍କର ସରଳତା, ସେମାନଙ୍କ ସତ୍ୟବାଦିତା, ମାନବିକତା ଲେଖକଙ୍କ ଚରିତ୍ର ଉପରେ ଗଭୀର ପ୍ରଭାବ ପକାଇଥିଲା। এই ଅଞ୍ଚଳରେ ପାଳିତ ହେଉଥିବା ଛଉ ନାଚ, ଯୋଉ ପର୍ବ, ବାହାଘର ଉତ୍ସବ, ଏସବୁ ବହୁତ ଜୀବନ୍ତ ଭାବରେ ସେ ତାଙ୍କର ଏଇ ଆତ୍ମଜୀବନରେ ଲେଖିଛନ୍ତି। ପ୍ରତ୍ନତତ୍ତ୍ୱ କଥା ଯଦି ଦେଖିବା, ମୟୂରଭଞ୍ଜର ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କର ପୃଷ୍ଠପୋଷକତାରେ ସେ ପ୍ରଥମେ ଗବେଷଣା ଆରମ୍ଭ କରିଥିଲେ। ପରେ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗରେ କାର୍ଯ୍ୟ କରି ଭାରତର ବିଭିନ୍ନ ସ୍ଥାନରେ ସେ ଖନନ କରେ। ସବୁ ଜିନିଷ ମାଟି ଭିତରେ ଅଛି, ତ ସେ ଜିନିଷ ଗୁଡାକ ଖନନ ହୁଏ। ଖନନ ହବା ଦ୍ୱାରା ଏବେ ଯେମିତି ଭାରତର ଗୋଟେ ଜାଗା ଅଛି ରାକ୍ଷୀଗଡି, ସେଇଠି ବର୍ତ୍ତମାନ ଖନନ କାର୍ଯ୍ୟ ଚାଲିଛି, ଯୋଉଥିରେ କି ହରପ୍ପା ମହଞ୍ଜୋଦାରୋର ବହୁତ ଜିନିଷ ମିଳୁଛି। କରିଥିଲି। ପରେ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗରେ ସେ କାର୍ଯ୍ୟ କରି ଭାରତର ବିଭିନ୍ନ ସ୍ଥାନରେ ଖନନ ତଥା ଗବେଷଣା ସେ କରିଥିଲେ। ତ ପରବର୍ତ୍ତୀ ସମୟରେ ଓଡ଼ିଶାର ଯୋଉ ରାଜ୍ୟ ସଂଗ୍ରହାଳୟ ରହିଛି, ମାନେ ମ୍ୟୁଜିୟମ ଯାହା ରହିଛି, ତାର କ୍ୟୁରେଟର ଭାବରେ ସେ ପ୍ରାୟ 200 ବର୍ଷ ପ୍ରାଚୀନ ମୂର୍ତ୍ତିକୁ ସେ ସଂଗ୍ରହ କରି
विश्वविद्यालय माने म्यूजियम जहाँ हमर ओडिशा म्यूजियम जो रही तार से विकास करथिले रेभेन्सा और ब्रह्मपुर यूनिवर्सिटी प्रोफेसर भाबरे मध्ये से अध्यापन करथिले त एभरी भाबरे तांकर कार्य जदि हमें देखिबा से व्यापक भाबरे हिस्ट्री पाई ओडिशा रे से काम करछन त ऐतिहासिक गवेषणा रे विकृतिकरण प्रति क्षोभ तो मनीष जेतबे बहुत अधिक काम करे तांको सेतबे सब भूल जिंस गुडा देखा जाए जड़े जदि काम न करेची ताको भूल देखा जीवनी जड़े जेतबे बहुत काम करे ताको भूल देखा जाए और तांको सब भूल गुडा देखा गला धीरे धीरे तो से देखिले जे बहुत गुडे ताम्र फलक शिलालेख तालपत्र पोथी ओडे जाल जहा कि ओडिसा इतिहास को मिथ्यामय करेची तो से कथा से कहले मादळ पांजी को मध्य अभ्रांत बोली कहा जाउची किंतु से ताको अज्योतिक भाबरे ग्रहण कले पुणी कहले जो भावप्रवण ही कवि जयदेव और सारला दासଙ୍କ समय जन्मस्थान को लेकर अंतर्जातिक स्तर रे विभ्राट सृष्टि करा होची से सब मध्य हवा उचित नहीं अच्छा मते कहले तुबे माने तो ओडिया भाषा साहित्य रे पिला माने सारला दासଙ୍କର जन्म को लेकी तांको जन्म जगह को लेकी कोन सब डिबेट अछि से कोठी जन्म होइथिले सारला दास कोठी जन्म होइथिले ताकर प्रकृत जन्मस्थान कोटा आ ताको जन्मस्थान आ को जगह रे बोली भूल तथ्य सब के कहि छथि से झंकड़ रे जन्म ग्रहण करथिले गोपीनाथ महांती जानिছো निश्चय जानिছো गोपीनाथ महांती सारला दासଙ୍କ जन्मस्थान कोठी बोली लिखिछथि गोपीनाथ महांती गोटे छोटिया लोक नुहंती से जड़े बड़ राइटर से कोठी बोली लिखिछथि जानिছো से काकटपुर बोली कहिछथि ए सब जिंस तबे माने जानिबा जरूरी जी पढ़िबा दरकार है ना अधिक मु आशा करी पढ़िबा दरकार पढ़िले ही तुमर गवेषणात्मक बुद्धि अधिक हो पारे कारण वे तो सत्तरे वर्तमान पर्यंत सब गवेषणा तथ्य रे जणा जाउची सारला दास झंकड़ जन्मग्रहण करछंती मु भी एकमत मोर गवेषणा भी से कहछि से झंकड़ रे ही जन्मग्रहण करछंती किंतु गोपीनाथ महांती जदि गोटे कथा कहिछंती काहे की कहिले तेरा पढ़िया दरकार तुमे गोटे जिंस को फाइनल बोली भाबुछ माने नुह तुमर विरोधी गोटे कथा कहूची तबे से कथा सुनिबनी आ गोपीनाथ महांती तो विरोधी भी नुहंती से हम समस्तଙ୍କର नमस्कार तेणु पढ़िया दरकार बहुत पढ़ बहुत बहुत पढ़ बहुत जिनस पढ़िबा द्वारा ही तुमे माने बहुत कथा जानि पारिबो हैला मु सब बळे कहै छी ओडिया साहित्य को केवल सिलेबस भीतर आबद्ध होगी पढ़िया को चेष्टा करते बहुत अधिक ता भीतर जिनस अछि आ मो समय ओडिसा रे मध्य से कथा ही से कहउचंती कि जो मिथ्या गर्व भाव प्रवणता आ कुपमंडुकता अछि ताकू त्याग करी सत्य श्रम साधना बଳରେ ओडिया जति केमिति आगो को जाई परिबो से कथा पर से गुरुत्व दैछथि तेणु हाराहारी भाबरे पूरा बहिर सार कथा होची एक ग्रंथ माध्यम से कथा आह्वान दैछथि हैला तापर हम आलोचना करिबा आदिवासी मानक कथा से कोन करछु तो आदिवासी मानकर कथा से बहुत वर्णना कर कारण से अंचल भूया गंड पाथुड़ी साउंती ए प्रकार सब आदिवासी मान रोते तो से पाखे सरलता अच्छी सत्यवादिता अच्छी से पाखे मानविकता अच्छी से कौन गंडगोल है मोकदमा कोर्ट कचेरी को जाती तो से परस्पर भितर पंचायत कर निजर समस्त विवाद समाधान करते से भितर चोरी वृत्ति प्रायत न थाए जदि से बाड़ी फल परिवा नहीं गले से दोष बोली भावती कि से पैसा दाबी करते जदि निरुपम बाड़ी प्रीतम नहीं गला अमृतभंडा तोड़िकी न पचारिकी दोष बा अपराध नुह से अनुसार तेणु से प्रायत कोर्ट कचेरी सब जिन हुए किंतु से सबुठ बड़ समस्या है दारिद्र्य समस्या से खाद्यपेयर समस्या से जेहेतु दरिद्र आउ से अंचल जमीर उर्वरता कम वर्षा पर से निर्भरशील तेणु से बहुत खंड दुर्भिक्षर सम्मुखीन हुआ तो ये अभाव समय बचाई से शाल फल खाती महुल खाती
कंटा मारिसा बोली गोटे जिनस खाती बड़ सारू खाती पनीफल सहित शाग झिंटी पोक काई आ गेंडा ए सब खाई से मैम को माने जो आदिवासी श्रेणी लोक मान आदिवासी मान कथा कहछि खिचिंग अंचल ए बही रे समान कथा वर्णना हेछि हैना सेमाने सब जिनस खाई के रह ए बही सेमानकर विवाह कथा मध्ये वर्णना करा हेछि जे सेमानक पाखरे बहुत दारिद्र्य थाए किंतु सेमानकर विवाह रे बहुत आंतरिकता संघबद्धता देखिया को मिले जितेबले विवाह समय बर आसिकी कन्या घरे पहुंची सेतेबले कन्या पक्षर झील मैंने रंग गीत माध्यम और थट्टा तमाशा माध्यम स्वागत करिया देखा तो सेमानकर मुख्य पर्व गुड़िक से वर्णना कर चैत्र पर्व मकर संक्रांति रज एगुड़ाक गुरुत्वपूर्ण पर्व खिचिंग रे पारंपरिक भाव में छौ नृत्य आदिवासी माने करती शिव दुर्गा बाघ भालू एमान मुखा पिंधि मुखा माने छौ मुखाटा को ही छौ बोली कहती तो छौ पिंधि से नृत्य करती तो ए समय से निज देह में कठोर भाव में आघात करी सार स्तंभ रे घुरुथिबा उड़ा पर्व से माने गोटे तांकर रही से उड़ा पर्व होची भगता गोटे संप्रदाय नृत्य तो सेटा से करते हिंदू संस्कृति सहित आम समन्वय में देखा पाइबा खिचिंग गोटे ठाकुराणी मंदिर अच्छी जो आदिवासी और हरिजन मानकर अपाध प्रवेश अच्छी तो सामाजिक सद्भावनार से प्रतीक बोली कहुए तो से गोटे मंदिर कथा वर्णना कर शिव अच्छा आ शिव सी निज हाथ में त्रिशूल बदल हल धरछन एटा भाई गोटे कृति आत्मजीवनी आ गोटे गुरुत्वपूर्ण दिग होइछि तांकर गवेषणा से केते कोन गवेषणा करछन त भारतीय प्रत्नतत्व विभाग ASI रा गवेषणा से करिसंती त से प्राय 14 वर्ष धरि भारत सरकार प्रत्नतत्व विभाग रे स्कॉलर असिस्टेंट सुपरिटेंडेंट और सुपरिटेंडेंट भाव कार्य करछन तो ए सब काम करिया भितर से अहिछत्र बोली गोटे जगह नालंदा बोली गोटे जगह नालंदा ना तो सुनिथिबो राजगिरी नंदनगढ़ सारनाथ ए सब जगह से खनन करछथि और गवेषणा करछथि तो भारतीय मृत पात्र जोटा इंडियन पोटेरी तापर से गवेषणा करछथि तो ताहा तांकर जी डायरेक्टर जनरल थिले केएन दीक्षित ताको बहुत उच्च प्रशंसा करते कथा बते एठी रहै छै तो 1947 मसीह ओडिशा रे जो म्यूजियम हैला तार क्यूरेटर दायित्व से ग्रहण कले ताको से गोटे उन्नत रूप देले अत्यंत सीमित संबल और कर्मचारी सहायता भुवनेश्वर और तार आखापाखी अंचल 200 प्राचीन मूर्ति और स्थापत्य कला को संग्रह कर म्यूजियम को से समृद्ध कर तो तांकर प्रमुख ऐतिहासिक रचना से कौन कौन बही लिखिछन तांकर गोटे विश्व विख्यात ग्रंथ होइछि आर्कियोलॉजिकल रिमेन्स एट भुवनेश्वर तो ए लेखा पई से कलिकता विश्वविद्यालय रु डीफिल उपाधि से पाइथिले ता व्यतीत से इंग्रजी रे क्रोनोलॉजी ऑफ द होमकरस एंड सोमभामिस ऑफ ओडिशा ए बही से लिखिछन साहित्य एकेडमी पे सारला दास और ओडिया रे कोन कहले हां ओ बहीटा आर्कियोलॉजिकल कोन कहले आर्कियोलॉजिकल रिमेन्स एट भुवनेश्वर एटा तांकर सबुठार गुरुत्वपूर्ण बही तापर से लिखिले क्रोनोलॉजी ऑफ द भौमकर थिले ना ओडिसा रा राजा तो क्रोनोलॉजी ऑफ भौमकरस एंड सोमवंशी माने सोमवंशीस माने सोमवंशी मानको से इंग्लिश रे सोमवंश बोली लिखुछन SOMAVAMSIS ओडिया रे कहला हबो सोमवंशी हला सोमवंशी क्रोनोलॉजी ऑफ द भौमकरस एंड सोमवंशीस ऑफ ओडिशा तो ओडिया से साहित्य एकेडमी पे लिखिले सारला दास आ ओडिया रे इतिहास किंवदंती प्रबंध मानस एतिकी से लिखिछथि ता सहित
आत्मजीवनी तांकर मौसमर ओडिशा एतिकी होची तांकर बही गुड़ाकर ना के कहि परिबो तांकर बही गुड़ाकर ना सब गुड़ाको मैम काहांगर कहिले काहांकर जांग विषय पढुची आज्ञा आज्ञा होची तांकर बही गुड़ाकर ना को से सब कौन कौन बही लिखिछंती न चंद्र पाणिग्राही ओ निरुपमा को सब तक बहिर ना एही लिखिलानी मैम लेखिଛନ୍ତି पढ़ अरे पढ़ कौन लिखिछ मैडम इतिहास और किंवदंती प्रबंध मानस ओडिया रे आउ इंग्लिश रे you know क्रोनोलॉजी ऑफ बहुमाकरस एंड सोमवंशी ऑफ ओडिशा आउ वेरी गुड पिल्लारा पे ताली दियो आर्कियोलॉजिकल रिमेन्स एट भुवनेश्वर है ना ये बहुत से लिखिछन मैडम तो भारत सरकार को जो प्रत्नतत्व विभाग माने आर्कियोलॉजिकल सर्वे ऑफ इंडिया हैला एएसआई रो फुल फॉर्म होची आर्कियोलॉजिकल सर्वे ऑफ इंडिया रे डॉक्टर कृष्णचंद्र पाणिग्राही दीटा पर्याय रे माने 1937 रु 1944 परे 1954 रु 1971 पर्यंत कार्य करथिले तो ए समय रे तांकर अधिक स्मरणीय तथा विशेष अनुभव हेतिला तो 1940 रु 1944 पर्यंत उत्तर प्रदेश रे रामनगर जार ना हो जो नाटा तुमको बहुत समय सेठी खनन कार्य चलीथिला तो सेठी तांको मृत पात्र विभाग रो दायित्व मिलथिला तो निजर स्त्री और छुआ को गोटे प्रकार रो भूली जाई कि एक रकम रो से 3 वर्ष पर्यंत अक्लांत गवेषणा करी उच्च कोटि रो संदर्भ से प्रस्तुत करथिले प्रत्नतत्व विभाग रो से समय डायरेक्टर जनरल जे थिले राम बहादुर काशीनाथ नारायण दीक्षित से पड़ी एते प्रभावित हे गले जे से तांको अभिनंदन जणैले और 15 दिन धरि ए संदर्भ ऊपर तांको सहित से डिस्कशन करथिले ହେଲା तो ए प्रत्नतत्व विभाग रे केनो कार्यरत थिबा समय तांको व्यक्तिगत जीवन रे दुख हैला तो 1943 मसीह तांकर शिशु पुत्र टाइफॉइड रोग रे आक्रांत प्राण हरैला पर तांको पत्नी एते भांगी गले जे से ओडिसा फेरी आसिले आ केबे दिल्ली जीवा के इच्छा करनथले आ सुनिया पे पेशेंस अछि और बहुत अछि आज्ञा मैडम अच्छे अच्छा उत्कल कैसे तुम्हें भी +3 पढ़ु छ तुमने समस्त गोटे क्लास पिला नहीं नहीं मैडम आमे पिला छंती आ तापर आमे अनुष्ठान रु मैडम अछु जो माने अनुष्ठान आमे करछु अच्छा आलोचना सरू अनुष्ठान विषय मध्ये कथा है आज्ञा मैडम एभଳି ଭାବରେ
ସେ ବିଭିନ୍ନ ସବୁ କରୁଥିଲେ ତାଙ୍କର ଗୋଟେ ପରେ ଗୋଟେ ଗବେଷଣା ସବୁ କରିଚାଲିଲେ। ତ ଯୋଉ ବିଭିନ୍ନ ଦୁରୂହ ଗବେଷଣା ସେ କରିଚାଲିଲେ 1940 ରୁ 1944 ମସିହା ପର୍ଯ୍ୟନ୍ତ ଖନନରେ ସେ ଏତେ ମୃତ୍ପାତ୍ର ପାଇଲେ, ଏତେ ଖଣ୍ଡ ବାହାରିଲେ ଯେ ତାକୁ ପ୍ରାଚୀନତା ଅନୁସାରେ ସଜାଇ ରଖିବା, ତାପରେ ଗବେଷଣା କରିବା ବହୁତ କଠିନ କାର୍ଯ୍ୟ ଥିଲା। ତ ଲଗାତାର 3 ବର୍ଷ ସେ ମାନେ କଷ୍ଟ କରି ସେ ତାକୁ କଲେ ଆଉ ଗୋଟେ ମୌଳିକ ସନ୍ଦର୍ଭ ମାନେ ଅରିଜିନାଲ ରିସର୍ଚ୍ଚ ସେ ପ୍ରସ୍ତୁତ କରିଥିଲେ। ତ ତାଙ୍କର ଏଭଳି ଭାବରେ କାମ ସେ ତ କଲେ, କିନ୍ତୁ ସେପରି ଓଡ଼ିଶାରେ ତାଙ୍କର କାମକୁ ନେଇ କିଛି ଅସୁବିଧା ହେଲା। ସେ କିଛି ଲେଖା ସବୁ ଲେଖିଥିଲେ ଯୋଉଥିରେ କି ଗଡ଼ଜାତ ଅଞ୍ଚଳକୁ ନେଇକି ସେ ସବୁ ଲେଖା ଥିଲା। ଆଉ ସେ ଗଡ଼ଜାତ ଅଞ୍ଚଳର ଲେଖାକୁ ନେଇ ତାଙ୍କ ଉପରେ ସେ ସମୟର ସରକାର ବିରକ୍ତିବୋଧ କରିଥିଲେ। ତେଣୁ ତାଙ୍କର ଯାହା ପେନସନ ସେ ରାଜାଙ୍କଠୁ ପାଉଥିଲେ ସେଟା ସବୁଦିନ ପାଇଁ ବନ୍ଦ ହେଇଗଲା। ତ ଜାଲ ପ୍ରମାଣ ଆଉ ତଥ୍ୟର ସେ ପର୍ଦ୍ଦାଫାଶ କଲେ। ତ କଳିଙ୍ଗ ଆମର କୋଣାର୍କର ଯୋଉ ବୟା ଚକଡ଼ା ରହିଛି, ମାନେ କୋଣାର୍କ ମନ୍ଦିର ସମ୍ପର୍କରେ ବୟା ଚକଡ଼ା ନାମକ ପୋଥିକୁ ତାଙ୍କ ଗବେଷଣା ଛାତ୍ର ମାନେ ଜାଲ ବୋଲି ପ୍ରମାଣିତ କରିଦେଲେ। ତ ଲିଙ୍ଗରାଜ ନରସିଂହ ଦେବଙ୍କ ସମୟରେ ବାହମଣି ରାଜ୍ୟର ଅସ୍ତିତ୍ୱ ନଥିବା ସତ୍ତ୍ୱେ ଏଥିରେ ତାଙ୍କୁ କଳବର୍ଗେଶ୍ୱର ଉପାଧି ଦିଆଯାଇଥିଲା। ଆଉ କୋଣାର୍କ ଲୁହାକଡ଼ିରେ ସୀସା ଅଛି ବୋଲି ଏସବୁ ମିଥ୍ୟା ତଥ୍ୟ ଏଠି ଅଛି ବୋଲି କୁହାଗଲା। ତ ବାହମଣି ରାଜ୍ୟ କୋଉ ସମୟରେ ହେଲା କହିଲ? ବାହମଣି ରାଜ୍ୟ କୋଉ ସମୟରେ ଥିଲା? କପିଳେନ୍ଦ୍ର ଦେବଙ୍କ ସମୟରେ ହେଲା। ତ ଲିଙ୍ଗରାଜ ନରସିଂହ ଦେବଙ୍କ ସମୟରେ ଏସବୁ ରାଜ୍ୟ ନଥିଲା, କିନ୍ତୁ ତଥାପି ଏ ଯୋଉ ପୋଥି ବୟା ଚକଡ଼ା ପୋଥିରେ ଏସବୁ ମିଥ୍ୟା ତଥ୍ୟ ଥିବା କଥା ତାଙ୍କ ଛାତ୍ରମାନେ ପ୍ରମାଣିତ କରିଦେଲେ। ତେଣୁ ତାଙ୍କ ଉପରେ ବହୁତ ଲୋକ ସେ ସମୟରେ ରାଗିଲେ। ତ ସାରଳା ଦାସଙ୍କୁ 10ମ ଶତାବ୍ଦୀର ପ୍ରମାଣିତ କରିବାକୁ ମାଧବ ମହାତ୍ମା ବୋଲି ଗୋଟେ ବହିରେ ବର୍ଣ୍ଣନା କରାଯାଇଥିଲା, ଯାହାକୁ ସେ ଭୁଲ ବୋଲି ପ୍ରମାଣିତ କଲେ। ସାରଳା ଦାସ କୋଉ ମସିହାର, କୋଉ ଶତାବ୍ଦୀର? 15ଶ ଶତାବ୍ଦୀରେ। ଭେରି ଗୁଡ, ସେ 15ଶ ଶତାବ୍ଦୀର। କିନ୍ତୁ ତାଙ୍କୁ 10ମ ଶତାବ୍ଦୀର ବୋଲି ମାଧବ ମହାତ୍ମା ବୋଲି ଗୋଟେ ବହିରେ କୁହାଯାଇଛି, ତାକୁ ସେ ଭୁଲ ପ୍ରମାଣିତ କଲେ ହେଲା। ତ ଏଭଳି ଭାବରେ ଯୋଉ ଭୁଲ ପ୍ରମାଣିତ ସବୁ ଜିନିଷ କଲେ, ତ ସେଥିପାଇଁ ତାଙ୍କ ଉପରେ ମଧ୍ୟ ବହୁତ ଲୋକଙ୍କର ରାଗ ରହିଲା, ଯାହାକୁ ନେଇକି ଅନେକ ମାନେ ସେ ସଂଘର୍ଷର ସମ୍ମୁଖୀନ ହେଲେ। ପିଲାଦିନେ ତାଙ୍କ ପରିବାର ତ ଅନେକ ସଂଘର୍ଷର ସମ୍ମୁଖୀନ ହେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ମଧ୍ୟ ସେ ହେଇଛନ୍ତି। ତାହା ସତ୍ତ୍ୱେ ସେ ଜୀବନରେ କେବେ ହାର ମାନି ନାହାନ୍ତି। ଆଉ ଜୀବନରେ ସବୁବେଳେ ସେ ଗବେଷଣାକୁ ଗୁରୁତ୍ୱ ଦେଇଛନ୍ତି, ସତ୍ୟକୁ ଗୁରୁତ୍ୱ ଦେଇଛନ୍ତି, ଜ୍ଞାନକୁ ଗୁରୁତ୍ୱ ଦେଇଛନ୍ତି। ତା ଫଳରେ ତାଙ୍କୁ କଷ୍ଟ ସହିବାକୁ ପଡିଛି, କିନ୍ତୁ ତଥାପି ସତ୍ୟ ଓ ଜ୍ଞାନର ମାର୍ଗରୁ ସେ କେବେ ମଧ୍ୟ ବିରତ ହେଇଛନ୍ତି। ତ ହାରାହାରି ଭାବରେ ଏଇ କଥା ଏହି ଆତ୍ମଜୀବନୀରେ ଆମେ ଦେଖିବାକୁ ପାଉଛୁ, ଯାହା ହାରାହାରି ଭାବରେ ବର୍ଣ୍ଣନା କଲେ, କିନ୍ତୁ ପ୍ରକୃତରେ ତାର ବହୁତ ଜିନିଷ ଅଛି ଯାହାକି ଗୋଟିଏ କ୍ଲାସରେ ଆଲୋଚନା ଭିତରେ ସୀମିତ କରିବା ସମ୍ଭବ ନୁହଁ। ତେବେ ଆଲୋଚନାକୁ ମୁଁ ଏତିକିରେ ରଖୁଛି। ଆଶା କରୁଛି ବୁଝିପାରୁଥିବ। ଯଦି ଅଧିକ କିଛି ଡାଉଟ ଅଛି ପରବର୍ତ୍ତୀ ସମୟରେ ଆମେ ଯଦି ଚାହିଁବା ମଧ୍ୟ ଯୋଗାଯୋଗ। ଧନ୍ୟବାଦ ମ୍ୟାଡାମ। ମୁଁ ଟିକେ ପିଲାମାନଙ୍କର ପରିଚୟ ଜାଣିବାକୁ ଚାହିଁବି, କଥା ହେବାକୁ ଚାହିଁବି। ଆପଣଙ୍କ ପରିଚୟ ଜାଣିବାକୁ ଚାହିଁବି। କହିବେ ଆପଣ ମାନଙ୍କ ଅନୁଷ୍ଠାନ ବିଷୟରେ? ଅତି ସୁନ୍ଦର ଭାବରେ ମ୍ୟାଡାମ ଆଜି ଆଲୋଚନାଟି କଲେ ମୋ ସୁନ୍ଦର ଓଡ଼ିଶା। ଆଶା କରେ ଯେ ଏଇଟା ଆମର ପାଠପଢା ନିହାତି ଆମକୁ ସାହାଯ୍ୟ ଓ ସହଯୋଗ କରିବ। ସେଥିପାଇଁ ଅନେକ ଅନେକ ଧନ୍ୟବାଦ ମ୍ୟାଡାମ। ଆଉ ଏବେ ମୁଁ ଆମର ଏଠି ଉପସ୍ଥିତ ଥିବା ଶ୍ରୋତା ବନ୍ଧୁ ମାନଙ୍କୁ ଅନୁରୋଧ କରିବି, ଯଦି କାହାର କିଛି ବୁଝିବାରେ ଥିବ ସ୍ୱଳ୍ପ ସମୟ ମଧ୍ୟରେ ଆପଣ ପଚାରି ପାରନ୍ତି ପ୍ରଶ୍ନଟି। ପ୍ରସଙ୍ଗ ଭିତ୍ତିକ ପ୍ରଶ୍ନ ଆପଣ ପଚାରି ପାରିବେ।
जदि कहार संदेह थी किसी बुझे मैडम गोटे मैम ये जो मो समय जो हमें जो चैप्टर टे पढ़ले मो समय रे ओडिशा माने एटा कोन चारिटा समय रे कथा को नै कि हेजी एटा गोटे समय कथा को नहीं हेछि और सेटा होछि कृष्णचंद्र पाणिग्राहींकर समय ओडिशा तांको समय किंतु ता भितरे मु चारिटा विभागकरण कली आमे ताको पढ़िबा माने बुझी परिबा पई जे चारिटा जिनिस भितर अछि है ना धन्यवाद मैम कृष्णचंद्र पाणिग्राही केउं पुरस्कार पाइछन्ति मैम देखो पुरस्कार तो अनेक पाइछन्ति से अनेक गुडी ताको नेकी ताको अवार्ड नेकी से पाइछन्ति आउ तांकर पुरस्कार गुड़िक अपेक्षा तांकर द्वारा जो से जड़े गवेषक थे से अधिक परिमाण रे तांको माने सरकार गोटे अवार्ड अधिक परिमाण माने गुड़े मिले धन्यवाद स्वल्प समय दृष्टि मैडम कृतज्ञता अर्पण करुचु जे मैडम आज आलोचना रे सफल भाव हमको बुझेले बुझेले आथि सहित दूर कर पारे बर्तमान मु अनुरोध करी मोर अनुष्ठान डिग्री एकाडेमिक प्रतिष्ठा सामान्य चिन्मय प्रधान महोदय को से आम अनुष्ठान विषय किसी कहे आ खुशी कथा मैडम आम अनुष्ठान विषय जाना को किसी चाहूले ए विषय मुझ प्रतिष्ठाता अनुष्ठान सामान्य चिन्मय प्रधान को अनुरोध करी जे आमर अनुष्ठान संबंध रे एवं आज कार्यक्रम विषय दुई पद मत रखिए चिन्मय बाबू धन्यवाद आज्ञा अनुष्ठान विषय आपण मानको विषय आपण माने के कोन करूछथि बर्तन कोन पढुछथि से सब मु जानिया धन्यवाद आज्ञा मो नाम होछि चिन्मय प्रधान मु वर्तमान +3 सेमेस्टर तो मु जड़े प्रतिष्ठाता डिग्री एकाडेमी ऑफ ओडिशा ग्रुप तो सम्मानित मुख्य आलोचिका आजिर ई आभासी पाठ्यचक्र संयोजक वृंद एवं उपस्थित समस्त प्रिय साहित्य प्रेमी श्रोता बंधु समस्त को मोर आंतरिक नमस्कार और स्वागत ओडिया भाषा और साहित्य विभाग आनुकूल्य आयोजित एही चतुर्थतम ओडिया आभासी पाठ्यचक्र एक गुरुत्वपूर्ण माइलखुंट स्पर्श कर जुक्त 3 पंचम सेमिस्टर छात्र छात्री मानक पई मो समय ओडिशा एपरी एक समयोपयोगी विषयटी बा मर्मस्पर्शी विषय वस्तुटी एपरी आलोचना करने को आम अनुष्ठान पक्षर जो प्रयास करा जायछि ताहा प्रकृति रे प्रशंसनीय हो पारिछि एवं आम अनुष्ठानटी मध्य 2024 रु लागू करा जायछि एवं एई अनुष्ठानटी होछि हमर यूजी ऑल सेमिस्टर पई एई कार्यक्रम रे निजर बहुमूल्य समय दे आमको अनुग्रहित करछन्ति आजिर आदरणीय मुख्य आलोचिका डॉक्टर शुभश्री संपदा मैडम आपणक ओजस्विनी वक्तव्य आमर ए अनुष्ठान को एवं विशेषकर छात्र छात्री मानक ओडिया साहित्य और संस्कृति प्रति अधिक अंतरक एवं प्रेरणा देछि आम अनुष्ठान मूल लक्ष्य होछि ओडिया भाषा साहित्य एवं शिक्षार प्रसार सहित छात्र छात्री मानक बौद्धिक विकास घटेबा आजिर एही आयोजन से स्वप्न को साकार करने दिगरी एक दृढ़ पदक्षेप नहीं पारिछि एही कार्यक्रम को सफल करबा मो समस्त कर्मकर्ता अंशग्रहणकारी एवं विशेषकर आजिर मुख्य आलोचिका को आमर आंतरिक कृतज्ञता ज्ञापन करुछु आशा करी आगामी दिन में यही अनुष्ठानटी एभली ज्ञानवर्धक कार्यक्रम जारी रखिबा धन्यवाद जय श्री जगन्नाथ जय ओडिया भाषा धन्यवाद अनेक अनेक धन्यवाद प्रतिष्ठाता महोदय डिग्री एकाडेमिक ऑफ ओडिशा
ଚିନ୍ମୟ ପ୍ରଧାନ ବାବୁ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କଲେ। ଆଜି ମ୍ୟାମଙ୍କର ସମୟ ଏତେ ସାରା ସମୟ ଦେଇଥିବାରୁ ମ୍ୟାମକୁ ବହୁତ ବହୁତ ଧନ୍ୟବାଦ। ମୋର ଗୋଟେ ବଡ ଇଚ୍ଛା ଥିଲା ମ୍ୟାମଙ୍କର କ୍ଲାସ କେବେ ମୁଁ କରିବି। ଆଉ ମୋର ବି ପର୍ସନାଲି ମୋର ଯେତେବେଳେ ବି ପଢାରେ ବି ପ୍ରୋବ୍ଲେମ ଥିଲା ମୋର ପୂର୍ବ ସେମିଷ୍ଟରରେ ମୁଁ ମ୍ୟାମକୁ ବି କଣ୍ଟାକ୍ଟ କରିଥିଲି। ଆଉ ମୋର ଇଚ୍ଛା ଆଜି ପୂରଣ ହୋଇଥିବାରୁ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଅଛି। ଆଉ ସବୁବେଳେ ମୁଁ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା କରୁଛି ମ୍ୟାମକୁ ସବୁବେଳେ ଏମିତି ଆଗକୁ ଯାଆନ୍ତୁ ଆଉ ବହୁତ ଭଲସେ ପଢାନ୍ତୁ, ତାଙ୍କର ଆଶୀର୍ବାଦ ଆମ ଉପରେ ଭରପୁର ହୋଇ ରହିଯାଉ। ଧନ୍ୟବାଦ ନିରୁପମା। थैंक यू। ଏଇଟା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣା ଏଇଟା ତ ଘର ପରିବାରଠୁ ଦୂରରେ ମାନେ ଆମେ ମାନେ ଛୁଆକୁ ମିଶେଇକି ଆମେ 3 ଜଣ ମୁଁ ମୋ ହଜବେଣ୍ଡ ଛୁଆ ତ ଘର ସହିତ ଅନୁଷ୍ଠାନ ଆଉ ତା ସହିତ ସବୁ ମିଶେଇଲା ବେଳକୁ ଗତ ବର୍ଷ ମୁଁ ଏକ୍ସଟ୍ରିମ୍ ବିଜି ଥିଲି, କିନ୍ତୁ ଏ ବର୍ଷ ଭାବୁଛି ମୁଁ କିଛି ତୁମମାନଙ୍କର କ୍ଲାସଟାକୁ ପୁଣି ଆଉଥରେ କଣ୍ଟିନ୍ୟୁ କରିବି। ଅନୁରୋଧ କରିବି ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିବାକୁ। ସମ୍ମାନନୀୟ ସଭାପତି ମହୋଦୟ, ମାନ୍ୟଗଣ୍ୟ ଅତିଥିବୃନ୍ଦ, ଶ୍ରଦ୍ଧେୟ ଆଲୋଚିକା ଡକ୍ଟର ଶୁଭଶ୍ରୀ ସମ୍ପଦା ମ୍ୟାଡାମ, डिग्री एकेडमिक ऑफ ओडिशार प्रतिष्ठाता श्री चिन्मय प्रधान सर, सह परिचालक श्री सिलु पंडा सर एवं उपस्थित समस्त श्रोताबंधु को मन सुश्रद्धा नमस्कार। मु लिप्सा नायर आज ओडिया आवासी पाठ्यचक्र चतुर्थतम कार्यक्रम धन्यवाद अर्पण कर सुजोग पाई मो निजको अत्यंत सौभाग्यवती मन करुछि। एबे मु धन्यवाद अर्पण करुछि। आजिर एई सुंदर और ज्ञानवर्धक कार्यक्रम शेष पर्यायर मु अत्यंत आनंदित एवं गर्वित अनुभव करुछि। प्रथमे डिग्री एकेडमिक ऑफ ओडिशार ओडिया भाषा और साहित्य विभाग आनुकूल्य आयोजित यह चतुर्थतम ओडिया आवासी पाठ्यचक्र निजर बहुमूल्य समय प्रदान कर आज मुख्य आलोचिका डॉक्टर शुभश्री संपदा मैम, प्रतिष्ठाती सीईओ मातृ एकेडमी को मोर आंतरिक धन्यवाद। आज कार्यक्रम सफल होईची आम से कृतज्ञता ज्ञापन करुच्ची डिग्री एकेडमिक प्रतिष्ठाता सामान्य चिन्मय प्रधान महोदय को आठारे उपस्थित थिबा आमर श्रोता बंधु क्या श्रोता बंधुंकर उपस्थिति ही कार्यक्रम को सफल करें। आग्रह सहित उपस्थित थिबा समस्त श्रोता बंधु को मोर अनेक अनेक धन्यवाद। डिग्री एकेडमिक ऑफ ओडिशा चिन्मय प्रधान को एवं अन्य सहयोगी मान धन्यवाद। नमस्कार। धन्यवाद आज्ञा।